पुरुषों ପାଇଁ ଆସିଲା ନୂଆ ଯୋଜନା। ସୁଭଦ୍ରା ଯୋଜନା ଭଳି ପୁରୁଷଙ୍କୁ ବି ମିଳିବ ପଇସା। ଏହି ଯୋଜନାରେ ପୁରୁଷଙ୍କୁ ମିଳିବ 2 ଲକ୍ଷ ଟଙ୍କା। ତେବେ ଡେରି ନକରି ଦେଖନ୍ତୁ ଏହି ଭିଡିଓ ଶେଷ ପର୍ଯ୍ୟନ୍ତ। ରାଜ୍ୟ ସରକାର ପୁରୁଷଙ୍କ ପାଇଁ ଆଣିଛନ୍ତି ବଳରାମ ଯୋଜନା, ଯେଉଁଥିରେ ମିଳିବ 2 ଲକ୍ଷ ଟଙ୍କା। ଏଥିରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଋଣ ପରିମାଣ 1,60,000 ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଜି ବଳରାମ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସଂକଳ୍ପ ପତ୍ର ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ 2024 ଡିସେମ୍ବର 6 ତାରିଖରେ ଏକ ସର୍କୁଲାର ଜାରି କରି ବନ୍ଧକ ମୁକ୍ତ କୃଷି ଓ କୃଷିଜାତ କାର୍ଯ୍ୟ ନିମନ୍ତେ ଋଣ ପରିମାଣକୁ 1.60 ଲକ୍ଷ ଟଙ୍କାରୁ 2 ଲକ୍ଷ 1 ଟଙ୍କାକୁ ବୃଦ୍ଧି କରିଛନ୍ତି। ତେଣୁ ରାଜ୍ୟ ସରକାର ବଳରାମ ଯୋଜନାରେ ଗାଇଡଲାଇନ୍ ସଂଶୋଧନ କରି ଋଣ ପରିମାଣକୁ 1.60 ଲକ୍ଷ ଟଙ୍କା ପରିବର୍ତ୍ତେ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଭୂମିହୀନ ଚାଷୀଙ୍କୁ ରିହାତି ଦରରେ ସହଜରେ କୃଷି ଋଣ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର 2020 ମସିହାରୁ ବଳରାମ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ଆମ ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ।